ବହୁତ ଦିନ ତଳର କଥା ଅଟେ। ଗୋଟିଏ ସାହୁକାର ଥିଲା। ତାର 4ଟି ପୁଅ ଥିଲେ। 4 ପୁଅଙ୍କଠାରୁ ବଡ଼ 3 ଜଣ ଭାଇ ପୁସ୍ତିନୀ ଧନ୍ଦା ସହିତ ନିଜ ନିଜ ବ୍ୟାପାର କରୁଥିଲେ। କିନ୍ତୁ ସବୁଠାରୁ ଛୋଟ ପୁଅଟି କିଛି କାମଧାମ କରୁନଥିଲା। ତାର ଏହି ଅଭ୍ୟାସ କାରଣରୁ ସାହୁକାର ତାକୁ ବିରକ୍ତ ହେଉଥିଲା। କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଗଲା। ବାକି ଭାଇ ମଧ୍ୟ ତାଠାରୁ ଦୂରେଇବାକୁ ଲାଗିଲେ। କିନ୍ତୁ ମା ତ ମା ହୋଇଥାଏ। ସେ ସବୁବେଳେ ତାକୁ କିଛି ନା କିଛି କରିବାକୁ ପ୍ରେରଣା ଦେଉଥିଲା। ଗୋଟିଏ ଦିନ ତାର ମା ତାକୁ ନିଜ ପାଖକୁ ଡାକିଲା ଏବଂ 100 ଟଙ୍କା ତାର ହାତରେ ଦେଇ କହିଲା, ଏହି ପଇସାରେ ନିଜର କୌଣସି ବ୍ୟାପାର ଆରମ୍ଭ କର। ସାହୁକାରର ପୁଅ 100 ଟଙ୍କା ନେଇ ମେଳାରେ ପହଞ୍ଚିଗଲା ଏବଂ ସେଠାରୁ ସେହି ପଇସାରେ ଗୋଟିଏ ମୂଷା କିଣି ଖୁସି ଖୁସି ଘରକୁ ପହଞ୍ଚିଗଲା। ମା ମୂଷାକୁ ଦେଖି ନିଜ ମଥା ପିଟି ରହିଗଲା। ପୁଣି ସେ ପୁଅକୁ କହିଲା, 100 ଟଙ୍କା ଅଯଥାରେ ମୂଷା ଉପରେ ବର୍ବାଦ କରିଦେଲୁ। ଛାଡ଼, ଏବେ ନେଇ ଆସିଛୁ ତ ଏହାକୁ ଶସ୍ୟର ଭଣ୍ଡାରକୁ ନେଇ ଛାଡ଼ିଦେ। ସେଠାରେ ସେ ଶସ୍ୟ ଖାଉଥିବ। ପୁଅଟି ମୂଷାକୁ ଅନ୍ନ ଭଣ୍ଡାରର ଗୃହକୁ ନେଇଗଲା ଏବଂ ସେଠାରେ ଛାଡ଼ିଦେଲା। ମୂଷା ସ୍ୱାଧୀନ ହେବା କ୍ଷଣି ସେ ପିଲାକୁ କହିଲା, ତୁମେ ମୋତେ ଆଜାଦି ଦେଇ ବଡ଼ ଉପକାର କଲ। ଯଦି ତୁମ ଉପରେ କେବେ କୌଣସି ବିପତ୍ତି ଆସିବ ତ ମୋତେ ମନେ କରିବ। ମୁଁ ତୁମର ସାହାଯ୍ୟ କରିବି। ଏତିକି କହି ମୂଷା ବସ୍ତା ଭିତରକୁ ପଶିଗଲା। ଦିନ ବିତିବାକୁ ଲାଗିଲା। ବାପା ଭାଇଙ୍କ ସହିତ ତାର ଦୂରତା ବଢ଼ିବାକୁ ଲାଗିଲା। କିନ୍ତୁ ମାର ହୃଦୟ ତ ମାର ହୋଇଥାଏ। ପୁଣି ତରଳିଗଲା। ସେ ପୁଣି ଥରେ ତାକୁ 100 ଟଙ୍କା ଦେଇ କୌଣସି ବ୍ୟାପାର କରିବାକୁ କହିଲା। ପିଲାଟି ବଜାରକୁ ଗଲା ଏବଂ 100 ଟଙ୍କା ବଦଳରେ ଗୋଟିଏ ବିଲେଇ କିଣି ଆଣିଲା। ଘରକୁ ଫେରିଲା ପରେ ମା ବିଲେଇକୁ ଦେଖି ସେ ବହୁତ ବିରକ୍ତ ହେଲା ଏବଂ ତା ପୁଅକୁ ବିଲେଇକୁ ବାହାରକୁ ଛାଡ଼ିଦେବାକୁ କହିଲା। ପିଲାଟି ବିଲେଇକୁ ଛାଡ଼ିଦେଲା ତ ସେ ମଧ୍ୟ ସ୍ୱାଧୀନ ହେବା କ୍ଷଣି କହିଲା, ମିତ୍ର, ତୁମେ ମୋତେ ଆଜାଦି ଦେଲ, ସେଥିପାଇଁ ଧନ୍ୟବାଦ। ଏବଂ ହଁ, ତୁମ ଉପରେ ଯଦି କେବେ କୌଣସି ମଧ୍ୟ ବିପତ୍ତି ଆସିବ ତ ମୋତେ ମନେ ପକାଇବ। ମୁଁ ହାଜିର ହୋଇଯିବି। ଏହା କହି ବିଲେଇଟି ଅନ୍ଧାର ଆଡ଼କୁ ଚାଲିଗଲା। ଦିନ ବିତିବାକୁ ଲାଗିଲା। ମା ଆଉ ଗୋଟିଏ ଥର ପ୍ରୟାସ କଲା। ପୁଅକୁ 100 ଟଙ୍କା ଦେଇ କହିଲା, ଦେଖ, ଏବେ ତୁ ବଡ଼ ହୋଇଗଲୁଣି। ବିବାହର ବୟସ ହୋଇଗଲାଣି। ଏହି ପଇସା ନେ, ଆଉ କିଛି କାମଧନ୍ଦା ଆରମ୍ଭ କର। ପିଲାଟି ପଇସା ନେଇ ବଜାରକୁ ଗଲା ଏବଂ ସେହି ପଇସାରେ ଶୁଆକୁ ଛାଡ଼ି ଆସିବାକୁ ଆଦେଶ ଦେଲା। ପିଲାଟି ଯେବେ ଶୁଆକୁ ଛାଡ଼ିଦେଲା ତ ଶୁଆ ମଧ୍ୟ ଧନ୍ୟବାଦ କଲା। ତାକୁ ସଙ୍କଟରେ ତାର ସାହାଯ୍ୟ କରିବ ବୋଲି କହି ଉଡ଼ିଗଲା। ସାହୁକାର ଏବଂ ଅନ୍ୟ ଭାଇମାନେ ସବୁ କଥା ଜାଣିବାକୁ ପାଇଲେ ତ ସେମାନେ ବହୁତ କ୍ରୋଧ କଲେ। ସମୟ ବିତିଲା। ଗୋଟିଏ ଦିନ ପିଲାଟି ମାର ପାଖକୁ ଗଲା ଏବଂ ବ୍ୟାପାର ପାଇଁ ପଇସା ମାଗିଲା। ମା ଘରର ଅନ୍ୟ ସଦସ୍ୟମାନଙ୍କଠାରୁ ଲୁଚାଇ ତାକୁ କିଛି ପଇସା ଦେଲା ଏବଂ ଏହା କହି ବିଦା କଲା ଯେ ଏବେ ଏହି ପଇସାରେ କିଛି କାମଧନ୍ଦା ଜମା କରି ହିଁ ଫେରିବୁ। ଆଗ ପରି ଫାଲତୁ ଖର୍ଚ୍ଚ କରିବୁ ନାହିଁ। ପିଲାଟି ପଇସା ନେଇ ହାଟ ବଜାର ଆଡ଼କୁ ବାହାରିଗଲା। ରାସ୍ତାରେ ତାର ଭେଟ ଗୋଟିଏ ସପେରା ସହିତ ହେଲା। ସପେରା ପାଖରେ ଏକ ବୁଢ଼ା ସାପ ଥିଲା। ପିଲାଟି 100 ଟଙ୍କା ଦେଇ ସେ ସାପ କିଣି ଆଣିଲା ଏବଂ ଘରକୁ ଫେରିଲା। ଘରେ ଯେତେବେଳେ ମା ସାପଟିକୁ ଦେଖିଲା ତ ସେ ନିଜ ଭାଗ୍ୟ ଉପରେ କାନ୍ଦିବାକୁ ଲାଗିଲା ଓ ତା ପୁଅକୁ ଜୋରରେ ଗାଳିଗୁଲଜ କରିବାକୁ ଲାଗିଲା। ସମସ୍ତେ ସାପକୁ ଶୀଘ୍ର ଘରଠାରୁ ଦୂରକୁ ନେଇ ଛାଡ଼ି ଆସିବାକୁ ଆଦେଶ ଦେଲେ। ପିଲାଟି ସାପକୁ ନେଇ ଚାଲିଗଲା। ଗୋଟିଏ ନିର୍ଜନ ସ୍ଥାନରେ ସେ ସାପକୁ ଛାଡ଼ିଦେଲା ତ ସାପ କହିଲା, ମିତ୍ର, ସପେରାର ବନ୍ଦୀରୁ ମୁକୁଳେଇ ତୁମେ ମୋ ଉପରେ ବହୁତ ବଡ଼ ଉପକାର କରିଛ। କିନ୍ତୁ ତୁମେ ମୋତେ ଏଠାରେ ଛାଡ଼ ନାହିଁ। ମୁଁ ବୁଢ଼ା ହୋଇଗଲିଣି। ଏବେ ଚାଲିପାରୁନାହିଁ। ଯଦି ରଙ୍ଗି କରି ଯିବି ତ ପକ୍ଷୀମାନେ ମୋ ଉପରେ ଆକ୍ରମଣ କରିଦେବେ। ସେଥିପାଇଁ ମୋତେ ଉଠାଇ ନେଇ ଚାଲ। ଯେଉଁଠାରେ ମୁଁ କହିବି ସେଠାରେ ମୋତେ ଛାଡ଼ିଦେବ। ତୁମର ବଡ଼ ଉପକାର ହେବ। ସାହୁକାରର ପିଲା ସାପକୁ ଉଠାଇଲା
ଏବଂ ଚାଲିବାକୁ ଲାଗିଲା। ରାସ୍ତାର ଏକ ସ୍ଥାନରେ ଗୋଟିଏ ବହୁତ ବଡ଼ ପୋଖରୀ ଥିଲା। ପୋଖରୀର ଗୋଟିଏ ପାର୍ଶ୍ୱରେ ବହୁତ ବଡ଼ ଗର୍ତ୍ତ ହୋଇଥିଲା। ସାପଟି ସେଠାରେ ତାକୁ କହିଲା, ତମେ ମୋତେ ଏଠାରେ ଛାଡ଼ିଦିଅ, କିନ୍ତୁ ମୋର ଲାଞ୍ଜକୁ ଜୋରରେ ଧରିକରି ରଖିବ, ଛାଡ଼ିବ ନାହିଁ। ପିଲାଟି ସାପକୁ ସେଠାରେ ରଖିଲା ଏବଂ ତାର ଲାଞ୍ଜକୁ ଜୋରରେ ଧରିଥିଲା। ସାପ ଧୀରେ ଧୀରେ ସେହି ବଡ଼ ଛିଦ୍ରରେ ପଶିଗଲା। ଲାଞ୍ଜକୁ ଧରିଥିବା ପିଲା ମଧ୍ୟ ସେହି ଛିଦ୍ର ଭିତରକୁ ପଶିବାକୁ ଲାଗିଲା। ତଳକୁ ଯାଇ ଯାଇ ସେମାନେ ବହୁତ ଗଭୀର ଭିତରକୁ ପଶିବାକୁ ଲାଗିଲେ ଏବଂ ଗୋଟିଏ ସହରରେ ପହଞ୍ଚିଗଲେ। ସହରର ସୁନ୍ଦର ଭବନ, ରାସ୍ତା, ଫୁଲ ବଗିଚାର ସୁନ୍ଦରତା ଦେଖି ପୁଅଟି ବଡ଼ ବିସ୍ମିତ ହେଲା ଏବଂ ସେ ଦେଖିଲା ଯେ ସେ ବୁଢ଼ା ସାପଟି ଏକ ମଣିଷ ରୂପରେ ପରିବର୍ତ୍ତିତ ହୋଇଗଲା। ମଣିଷ ରୂପରେ ଆସିବା କ୍ଷଣି ସେ ପିଲାଟିକୁ କହିଲା, ଚାଲ, ମୁଁ ତୁମକୁ ନିଜ ରାଜାଙ୍କ ପାଖକୁ ନେଇଯିବି। ଚାଲି ଚାଲି ସେମାନେ ମହଲର ଭିତରକୁ ପହଞ୍ଚିଗଲେ। ଭିତରେ ସିଂହାସନରେ ସାପର ରାଜା ବିରାଜମାନ ଥିଲା। ମଣିଷ ରୂପରେ ଆସିଥିବା ସେ ସାପଟି ରାଜାକୁ ନତମସ୍ତକ ହୋଇ ଅଭିବାଦନ କଲା। ରାଜା କହିଲା, ଆସିଗଲ ତୁମେ, ବହୁତ ସମୟ ଲାଗିଗଲା। ଦିନ କେମିତି କଟିଲା ସେଠାରେ? ସାପ କହିଲା, ପଚାରନ୍ତୁ ନାହିଁ ମହାରାଜ। ସପେର ହାତରେ ପଡ଼ି ମୋର କିଛି ମଧ୍ୟ ଅଧୀନରେ ନଥିଲା। ଏହା ତ ଭଲ ହେଉ ସେହି ଭଦ୍ରଲୋକର, ଯିଏ ମୋତେ ସେହି ସପେରଠାରୁ ଆଜାଦ ଦେଲା। ଏହା କହି ସେ ସାରା ବୃତ୍ତାନ୍ତ କହି ଶୁଣାଇଲା। ରାଜା ସେ ପିଲାକୁ ଡାକି ନିଜ ପାଖରେ ବସାଇଲେ। ତାର ବହୁତ ଆଦର ସତ୍କାର କଲେ ଏବଂ ଏହିଭଳି ଭାବରେ ସେହି ପିଲାଟି ସେହି ପାତାଳରେ ସର୍ପଲୋକରେ ରହିବାକୁ ଲାଗିଲା। ସମୟ ବିତି ଚାଲିଲା। ସାପର ରାଜାକୁ ସେହି ପିଲାର ସ୍ୱଭାବ ବହୁତ ଭଲ ଲାଗିଲା। ତ ସେ ନିଜର ଗୋଟିଏ ମାତ୍ର ଝିଅର ବିବାହ ତା ସହିତ କରିବାକୁ ଭାବିଲା। ସେ ନିଜ ପରାମର୍ଶଦାତାମାନଙ୍କ ଠାରୁ ପରାମର୍ଶ ନେଇ ସମସ୍ତଙ୍କର ଆଶୀର୍ବାଦରେ ଉଭୟଙ୍କର ବିବାହ କରାଇଲେ। ପିଲାର ଚାଲିଚଳଣି ରାଜା ପରି ହୋଇଗଲା। ତାର ପତ୍ନୀ ବହୁତ ସୁନ୍ଦର ଥିଲା। ତାର ବାଳ ସୁନାର ଥିଲା। ସ୍ୱଭାବରେ ମଧ୍ୟ ବହୁତ ଭଲ ଥିଲା। ଦୁହିଁଙ୍କର ବିବାହ ହେଲା। ଦୁହେଁ ଖୁସି ଖୁସି ସାଥିରେ ରହିବାକୁ ଲାଗିଲେ। ସମୟ ବିତି ଚାଲିଲା। ଗୋଟିଏ ଦିନ ପିଲାଟି ପତ୍ନୀକୁ କହିଲା, ଏଠାରେ ରହିବା ବହୁତ ସମୟ ହୋଇଗଲାଣି। ଆଉ କେତେ ସମୟ ପର୍ଯ୍ୟନ୍ତ ଶ୍ୱଶୁର ଘରେ ରହିବି? ଚାଲ, ଏବେ ଧରତୀ ଲୋକକୁ ଯିବା। ଝିଅଟି କହିଲା, ମୋତେ କୌଣସି ଆପତ୍ତି ନାହିଁ। ହଁ, ପ୍ରଥମେ ଯାଇ ପିତାଶ୍ରୀଙ୍କୁ ପଚାରିଦେବା, ତାଙ୍କର ଆଜ୍ଞା ନେଇ ଚାଲିଯିବା। ଆଉ ଗୋଟିଏ କଥା, ଯଦି ସେ ଆଜ୍ଞା ଦେଇଦେବେ ତ ସେ ତୁମକୁ କିଛି ମାଗିବାକୁ କହିବେ। ମାଗିବା ପୂର୍ବରୁ ତୁମେ ତାଙ୍କୁ କିଛି ଜିନିଷ ଦେବାର ବଚନ ମାଗିବ। ଯଦି କିଛି ମଧ୍ୟ ଦେବାର ବଚନ ଦେଇଦେବେ ତ ତାଙ୍କର ହାତରେ ପିନ୍ଧିଥିବା ମୁଦିକୁ ମାଗି ଆଣିବ। ସେହି ସନ୍ଧ୍ୟାରେ ପିଲାଟି ରାଜାଙ୍କ ପାଖରେ ପହଞ୍ଚିଲା ଏବଂ କହିଲା, ମହାରାଜ, ଆମେ ଦୁହେଁ ଏଠାରେ ରହିବାର ବହୁତ ଦିନ ହୋଇଗଲାଣି। ଏବେ ଆମେ ଉଭୟ ନିଜ ଲୋକକୁ ଯିବାକୁ ଚାହୁଁଛୁ। ସେଥିପାଇଁ ଆଶୀର୍ବାଦ ଦିଅନ୍ତୁ। ରାଜା ଯିବାର ଆଜ୍ଞା ଦେଇ କହିଲେ, ଯଦି ତୁମକୁ କିଛି ଦରକାର ତ ମାଗ। ପିଲାଟି ସର୍ପକନ୍ୟାର କହିବା ଅନୁସାରେ ପ୍ରଥମେ ବଚନ ମାଗିଲା ଏବଂ ପୁଣି ରାଜାର ହାତର ମୁଦି ମାଗିଲା। ରାଜା ଆଶ୍ଚର୍ଯ୍ୟ ହୋଇ ତା ଆଡ଼କୁ ଦେଖିଲେ। ମୁଦି ଖୋଲିଲା ଏବଂ ତାକୁ ଦେଇ କହିଲେ, ମୁଁ ତୁମକୁ ନିଜ ଝିଅ ନୁହେଁ, ମୋର ସର୍ବସ୍ୱ ଦେଇଦେଲି। ଏବେ ତୁମେ ଧରତୀ ଲୋକକୁ ଯାଅ ଏବଂ ଯେମିତି ଇଚ୍ଛା ଲାଗିବ ସେମିତି ରୁହ। ତା ପରଦିନ ସମସ୍ତେ ଖୁସି ଖୁସି ଉଭୟଙ୍କୁ ଧରତୀ ଲୋକ ପାଇଁ ବିଦା କଲେ ଏବଂ ଏହିପରି ଭାବରେ ସେମାନେ ଦୁହେଁ ଧରତୀ ଲୋକରେ ପହଞ୍ଚିଗଲେ। ପୃଥିବୀରେ ପହଞ୍ଚି ପିଲାଟି ନିଜ ଘର ଆଡ଼କୁ ଗଲା। ତ ତାର ପତ୍ନୀ କହିଲା, ମୁଁ ସେହି ଘରକୁ ଯିବି ନାହିଁ। ଏହା ଶୁଣି ପିଲାଟି ଚିନ୍ତାରେ ପଡ଼ିଗଲା ଯେ ସେମାନେ ରହିବେ କେଉଁଠି, ଖାଇବେ କ'ଣ। ତାକୁ ଚିନ୍ତାରେ ବୁଡ଼ି ରହିଥିବା ଦେଖି ସେ ଝିଅଟି ମୁଦି ବାହାର କଲା ଏବଂ ତାର ସ୍ତୁତି କରି କହିଲା, ହେ ରାମେଶ୍ୱରୀ ମୁନ୍ଦରିଏ, ଏଠାରେ ଏମିତି ଏକ ସୁନ୍ଦର ମହଲ ବନିଯାଉ ଯେଉଁଠାରେ ଧରିତ୍ରୀର ସବୁ ସୁଖ ସୁବିଧା ଉପଲବ୍ଧ ଥିବ। ଶୀଘ୍ର ସେଠାରେ ଏକ ସୁନ୍ଦର ମହଲ ବନିଗଲା ଏବଂ ସେଠାରେ ସବୁ ବସ୍ତୁ ଉପଲବ୍ଧ ହୋଇଗଲା। ପିଲାଟି ଏହା ଦେଖି
ମୁଦିର ମହତ୍ଵ ଜାଣିଗଲା ଏବଂ ଶ୍ୱଶୁରର କଥା ବୁଝିଗଲା। ଉଭୟ ଖୁସି ଖୁସି ସେଠାରେ ରହିବାକୁ ଲାଗିଲେ। ଯେବେ ମଧ୍ୟ କୌଣସି ବସ୍ତୁର ଆବଶ୍ୟକ ପଡ଼ୁଥିଲା ମୁଦି ପ୍ରସ୍ତୁତ କରି ଦେଉଥିଲା। ଗୋଟିଏ ଦିନ ସେହି ପିଲାଟିର ପତ୍ନୀ ମହଲାର ଝରକା ପାଖରେ ବସି ନିଜ ବାଳକୁ ସବାରୁଥିଲା ତ ତାର ଦୁଇଟି ବାଳ ଝଡ଼ି କରି ପାଖରେ ବହୁଥିବା ନଦୀରେ ପଡ଼ିଗଲା। ସେହି ବାଳକୁ ଗୋଟିଏ ମାଛ ଗିଳିଦେଲା ଏବଂ ପହଁରି କରି ଦୂର କୂଳକୁ ଚାଲିଗଲା। ଗୋଟିଏ ଦିନ ସେହି ମାଛଟି ମାଛ ଧରାଳୀର ଜାଲରେ ଫସିଗଲା। ସେ ତାକୁ ଅନ୍ୟ ମାଛମାନଙ୍କ ସହିତ ସାଥିରେ ରାଜଦରବାରରେ ଦେଇ ଆସିଲା ଏବଂ ଏହିପରି ଭାବରେ ସେ ମାଛଟି ରୋଷେଇ ଘରେ ପହଞ୍ଚିଗଲା। ରାଜାର ରାନ୍ଧୁଥିବା ଲୋକମାନେ ଯେତେବେଳେ ସେହି ମାଛକୁ କାଟିଲେ ତ ପେଟରେ ସୁନାର ବାଳ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଶୀଘ୍ର ରାଜାଙ୍କ ପାଖରେ ପହଞ୍ଚିଲେ ଏବଂ ବାଳକୁ ଦେଖାଇ ସବୁ କଥା କହିଲେ। ରାଜା ସୁନାର ବାଳକୁ ଦେଖି ପାଗଳ ହୋଇଗଲା। ସେ ଭାବିବାକୁ ଲାଗିଲା ଯେ ଯେଉଁ ସ୍ତ୍ରୀର ବାଳ ଏତିକି ସୁନ୍ଦର ହୋଇଛି ସେ ନିଜେ କେତେ ସୁନ୍ଦର ହୋଇଥିବ। ସେ ସୁନାର ବାଳର ମାଲିକାଣୀକୁ ନିଜ ମହଲରେ ଦେଖିବା ପାଇଁ ଇଚ୍ଛା କରି ବସିଲା ଏବଂ ଶୀଘ୍ର ସେ ନିଜର ସବୁ ଦାସୀମାନଙ୍କୁ ମହଲକୁ ଡାକିଲା ଏବଂ ପଚାରିଲା, ତୁମେ କ'ଣ କ'ଣ କାମ କରିପାରିବ? ସମସ୍ତେ ନିଜ ନିଜ ଅଭ୍ୟାସ କହିଲେ। ରାଜା ଶୁଣୁଥିଲା ଏବଂ ଶେଷରେ ଦୁଇଟି ଦାସୀ ରହିଗଲେ। ସେମାନଙ୍କ ମଧ୍ୟରୁ ଗୋଟିଏ କହିଲା, ମହାରାଜ, ମୁଁ ସ୍ୱର୍ଗରେ ଛେଦ କରିପାରିବି। ଅନ୍ୟଟି କହିଲା, ମହାରାଜ, ମୁଁ ଅମ୍ବର ଉପରକୁ କପଡ଼ା ପକାଇ ପାରିବି। ରାଜା ସ୍ୱର୍ଗରେ ଛେଦ କରିପାରୁଥିବା ଦାସୀକୁ ଏକାନ୍ତରେ ଡାକିଲେ ଏବଂ ସୁନାର ବାଳର କଥା କହି ନିଜର ଇଚ୍ଛା ବ୍ୟକ୍ତ କଲେ। ସବୁ କଥା ଶୁଣି ଦାସୀ କହିଲା, ମହାରାଜ, ମୁଁ ସୁନାର ବାଳବାଲି ଝିଅକୁ ଜାଣିଛି। ସେ ପାତାଳ ଲୋକର ସର୍ପମାନଙ୍କ ରାଜାଙ୍କର ଝିଅ ଅଟେ, କିନ୍ତୁ ସେ ଧରିତ୍ରୀରେ କେମିତି ପହଞ୍ଚିଲା ମୁଁ ଜାଣିନାହିଁ। ଛାଡ଼, ମୁଁ ତାକୁ ଖୋଜିବାର ପ୍ରୟାସ କରିବି। ଆପଣ କିଛି ନୌକର ଚାକର ଏବଂ କିଛି ପଇସା ମୋତେ ଦିଅନ୍ତୁ, ମୁଁ ଶୀଘ୍ର ଖୋଜିବାକୁ ବାହାରିବି। ରାଜା ସେମିତି ହିଁ କଲା ଏବଂ ଦାସୀ ଖୋଜିବାକୁ ବାହାରିଗଲା। ଦାସୀଟି ମାଛ କାଟୁଥିବା ଲୋକଙ୍କ ଠାରୁ ପଚାରି ପଚାରି ଶେଷରେ ସେହି ମାଛ ଧରାଳୀ ପର୍ଯ୍ୟନ୍ତ ପହଞ୍ଚିଗଲା ଯିଏ ମାଛକୁ ଧରିଥିଲା। ତାଠାରୁ ସବୁ ବୃତ୍ତାନ୍ତ ଶୁଣି ଶେଷରେ ସେ ସେହି ନଦୀରେ ପହଞ୍ଚିଲା। ସେଠାରେ ପହଞ୍ଚି ସେ ଗୋଟିଏ ଡଙ୍ଗା ତିଆରି କରାଇଲା ଏବଂ ପାଣିର ଓଲଟ ଦିଗ ଆଡ଼କୁ ଗତି କରିବାକୁ ଲାଗିଲା। ଡଙ୍ଗାଟି ଦିନ ରାତି ଯାଇ ଯାଇ ଶେଷରେ ସେହି ମହଲ ପାଖରେ ଥିବା କୂଳରେ ପହଞ୍ଚିଗଲା ଯେଉଁଠାରେ ସେ ପତି ପତ୍ନୀ ଉଭୟ ରହୁଥିଲେ। ଦାସୀ ଡଙ୍ଗାବାଲାକୁ ଆଦେଶ ଦେଲା, ମୁଁ ଯେତେ ସମୟ ପର୍ଯ୍ୟନ୍ତ ନ ଫେରିବି ଏହିଠାରେ ରହିବ। ଏହା କହି ସେ ଡଙ୍ଗାରୁ ଓହ୍ଲାଇଲା ଏବଂ ମହଲ ଆଡ଼କୁ ଗଲା। ମହଲ ପାଖକୁ ଯାଇ ସେ ମହଲ ଏବଂ ସେଠାରେ ରହୁଥିବା ଲୋକମାନଙ୍କ ଠାରୁ ତଥ୍ୟ ଏକତ୍ରିତ କଲା ତ ତାକୁ ବିଶ୍ୱାସ ହୋଇଗଲା ଯେ ସୁନାର ବାଳବାଲି ଝିଅ ଆଉ କେହି ନୁହେଁ, ପାତାଳର ସର୍ପକନ୍ୟା ସୋନକେଶୀ ହିଁ ଅଟେ। ସେ ଯୋଜନା ବନାଇ ମହଲ ଭିତରକୁ ପଶିଗଲା ଏବଂ ସୋନକେଶୀକୁ ଦେଖି କହିଲା, ଭାଞ୍ଜି ସୋନକେଶୀ, ତୁମେ ଧରିତ୍ରୀ ଲୋକରେ କେମିତି ଏବଂ କେବେ ପହଞ୍ଚିଲ? ମୋତେ ଜାଣିପାରିଲ କି? ମୁଁ ତୁମର ମାଉସୀ। ସୋନକେଶୀ କହିଲା, ତୁମେ କିଏ ଏବଂ ମୋର ମାଉସୀ କେମିତି? ମୁଁ ତ ତୁମକୁ ଜାଣିନାହିଁ। ଏହା ଶୁଣି ଦାସୀ କହିଲା, ତୁମେ ସେତେବେଳେ ବହୁତ ଛୋଟ ଥିଲ। ପୁଣି ଯିବାର ହିଁ ହୋଇନଥିଲା। ଧରିତ୍ରୀ ଅଟେ ହିଁ ଏମିତି ଯେ ଗୋଟିଏ ଥର ଏଠାକୁ ଆସିଗଲା ଏଠିକାର ହୋଇ ରହିଗଲା। ଛାଡ଼, ତୁମକୁ ଏଠାରେ ଦେଖି ଏମିତି ଲାଗୁଛି ଯେମିତି ମୁଁ ନିଜ ଭଉଣୀର ଘରେ ପହଞ୍ଚିଗଲି। ତୁମେ ମୋତେ ପାତାଳର ଲୋକର ହାଲଚାଲ କଥା ଶୁଣାଅ। କେମିତି ଅଛନ୍ତି ସେଠାରେ? ସର୍ପକନ୍ୟା ଘରେ ଏକା ଥିଲା, ପତି ବାହାରକୁ ଯାଇଥିଲା। ପାତାଳ ଲୋକର କଥା ଶୁଣିଲା ତ ଦାସୀଟି ସତ କହୁଛି ବୋଲି ପ୍ରତୀତ ହେଲା। ସେ ତାକୁ ମାଉସୀ ଭାବି ନିଜର ସବୁ କଥା କହିଲା ଏବଂ ତାର ବହୁତ ଆଦର ସତ୍କାର କଲା। ସନ୍ଧ୍ୟାରେ ପତି ଘରକୁ ଫେରିଲା ତ ସୋନକେଶୀ ଦାସୀର ପରିଚୟ ନିଜର ମାଉସୀ କହି ବତାଇଲା ତ ସେ ବହୁତ ଖୁସି ହେଲା। ଏହିପରି ଭାବରେ ଦାସୀ ସେଠାରେ ରହିଗଲା। ଧୀରେ ଧୀରେ ଦାସୀଟି ସୋନକେଶୀକୁ ନିଜ କଥାରେ ଫସାଇ ଦେଲା ଏବଂ ତାର ସବୁ ରହସ୍ୟ ଜାଣିଗଲା। ଏହା ମଧ୍ୟ ଜାଣିଗଲା ଯେ କିଭଳି ଭାବରେ ମୁଦିଟି
ତାଙ୍କର ସବୁ ଆବଶ୍ୟକତାକୁ ପୂରଣ କରୁଥିଲା ଏବଂ ସେ ମୁଦିକୁ କେଉଁଠାରେ ରଖୁଥିଲେ। ଗୋଟିଏ ଦିନ ସାହୁକାରର ପୁଅ ଘରେ ନଥିଲା ତ ଦାସୀ ମୌକା ଦେଖି କହିଲା, ଭାଞ୍ଜି, ମହଲର ବାହାରେ ବୁଲୁଥିବାର ବହୁତ ଦିନ ହୋଇଗଲାଣି। ଏମିତି ମଧ୍ୟ ମଣିଷ ଗୋଟିଏ ସ୍ଥାନରେ ବସି ବସି ବୋର୍ ହୋଇଯାଏ। ତ ଚାଲ କେଉଁ ଆଡ଼ୁ ବୁଲି ଆସିବା। ସୋନକେଶୀ ତାର କଥାରେ ଆସିଗଲା ଏବଂ ବାହାରେ ବୁଲିବା ପାଇଁ ପ୍ରସ୍ତୁତ ହୋଇଗଲା। ସଜବାଜ ହୋଇ ଯେବେ ଦୁହେଁ ବାହାରକୁ ଆସିଲେ ତ ଦାସୀ କହିଲା, ଆରେ ମୁଁ ନିଜର ଚପଲ ତ ଭୁଲି ଆସିଛି, ତୁମେ ରୁହ, ମୁଁ ନେଇକରି ଆସୁଛି। ସର୍ପକନ୍ୟା କହିଲା, ତୁମେ ରୁହ ମାଉସୀ, ମୁଁ ନେଇ ଆସୁଛି। କିନ୍ତୁ ଦାସୀ ତାର ଗୋଟିଏ ମଧ୍ୟ କଥା ଶୁଣିଲା ନାହିଁ। ସେ ଶୀଘ୍ର ଭିତରକୁ ଦୌଡ଼ିଗଲା ଏବଂ ମୁଦିକୁ ଉଠାଇ ନିଜ କପଡ଼ାରେ ଲୁଚାଇ ବାହାରକୁ ଆସିଗଲା। ସୋନକେଶୀ ସେଠାରେ ଠିଆ ହୋଇଥିଲା। ଦାସୀ ତାକୁ ଏପଟ ସେପଟ କଥା କହି ନଦୀ କୂଳକୁ ନେଇଗଲା ଏବଂ ଡଙ୍ଗା ଦେଖାଇ କହିଲା, ଭାଞ୍ଜି, ଚାଲ ଆଜି ନୌକା ବିହାର କରିବା। ସୋନକେଶୀ ମଧ୍ୟ ରାଜି ହୋଇଗଲା। ଉଭୟ ନୌକାରେ ବସିଗଲେ। ଦାସୀ ଡଙ୍ଗା ଚଳାଇବାକୁ ଆଦେଶ ଦେଲା। ଡଙ୍ଗା ଧୀରେ ଧୀରେ ଚାଲିଲା। ଡଙ୍ଗା ଯେବେ ବହୁତ ଦୂରକୁ ଚାଲି ଆସିଲା ତ ସୋନକେଶୀ ବ୍ୟସ୍ତ ହୋଇଗଲା। ସେ ମାଉସୀକୁ ଡଙ୍ଗା ମୋଡ଼ିବାକୁ କହିଲା, କିନ୍ତୁ ଦାସୀ ନିଜ ଅସଲି ରୂପରେ ଆସିଗଲା। ସେ ହସିବାକୁ ଲାଗିଲା। ସୋନକେଶୀ ଜାଣିଗଲା ଯେ ଏହି ବୁଢ଼ୀ ତାକୁ ଅପହରଣ କରି ନେଇଛି। ପ୍ରଥମେ ତ ନଦୀକୁ ଡେଇଁବାକୁ ଚାହିଁଲା, କିନ୍ତୁ ଗଭୀର ପାଣି ଦେଖି ସେ ରହିଗଲା। ଦ୍ୱିତୀୟଟି, ତାକୁ ବିଶ୍ୱାସ ଥିଲା ଯେ ଯେବେ ତାର ଘର ଲୋକଙ୍କୁ ସବୁ କଥା ଜାଣିଯିବେ ତ ସେମାନେ ମୁଦିର ସାହାଯ୍ୟରେ ତାକୁ ନିଜ ପାଖକୁ ଡାକି ନେବେ। ସେ ଏହା ଜାଣି ହିଁ ନଥିଲା ଯେ ଦାସୀ ମୁଦିକୁ ମଧ୍ୟ ଉଠାଇ ନେଇଛି। ସେ ଦାସୀକୁ ବହୁତ କ୍ରୋଧ କରୁଥିଲା। ଡଙ୍ଗାଟି ଯେତେବେଳେ ରାଜମହଲ ପାଖରେ ପହଞ୍ଚିଗଲା ତ ଦାସୀ ସୋନକେଶୀକୁ ନୌକରମାନଙ୍କୁ କହି ଧରାଇ ଦେଲା ଏବଂ ମହଲ ଭିତରକୁ ନେଇ ଆସିଲା। ରାଜାଙ୍କର ଖୁସିର କିଛି ଠିକଣା ନଥିଲା। ସେ ଦାସୀକୁ ବହୁତ ସାରା ଧନ, ହୀରା, ମୋତି ଦେଇ ବିଦା କଲେ। ଦାସୀ ସେହି ମୁଦିର କଥା କାହାକୁ ମଧ୍ୟ କହିଲା ନାହିଁ ଏବଂ ତାକୁ ଆଣି ନିଜ ଘରକୁ ଆସିଗଲା। ରାଜା ସୋନକେଶୀକୁ ନିଜ ମହଲରେ ପାଇ ବହୁତ ଖୁସି ଥିଲା। ତାପରି ସୁନ୍ଦର ସ୍ତ୍ରୀ ନା ତ ସେ ପ୍ରଥମେ ଦେଖିଥିଲା, ନା ତ ଏମିତି ସୁନ୍ଦରତା ବିଷୟରେ ଶୁଣିଥିଲା। ପ୍ରଥମରୁ ତ ରାଜା ଡରୁଥିଲା, କିନ୍ତୁ ଶେଷରେ ନିଜ ନିବେଦନ ନେଇ ସୋନକେଶୀର ପାଖରେ ପହଞ୍ଚିଲା ଏବଂ କହିଲା, ଶୁଣ ସୁନ୍ଦରୀ, ଡର ନାହିଁ। ତୁମେ ଏହି ମହଲର ରାଣୀ ଅଟ। ତୁମେ ଯାହା ଚାହିଁବ ମୁଁ ସେସବୁ କରିବା ପାଇଁ ପ୍ରସ୍ତୁତ ଅଛି। ତୁମେ ଖାଲି ମୋର ରାଣୀ ହେବା ପାଇଁ ହଁ କହିଦିଅ। ସୋନକେଶୀ ପ୍ରଥମେ ତ କିଛି କହୁନଥିଲା। ପୁଣି ସେ ସାହସ କରି କହିଲା, ରାଜନ୍, ମୁଁ ଏଠାକୁ ସ୍ୱୟଂ ଚାଲିକରି ଆସେ ନାହିଁ, ବରଂ ସେହି ବୁଢ଼ୀ ସ୍ତ୍ରୀ ଲୋକଟି ମୋର ଅପହରଣ କରି ଛଳ କରି ଏଠାକୁ ନେଇ ଆସିଛି। ତୁମକୁ ମୋର ଗୋଟିଏ ସର୍ତ୍ତ ମାନିବାକୁ ହେବ। ରାଜା କହିଲା, ଗୋଟିଏ କ'ଣ, ମୁଁ 100ଟି ସର୍ତ୍ତ ମାନିବାକୁ ପ୍ରସ୍ତୁତ ଅଛି। ତୁମେ କୁହ, କ'ଣ ସର୍ତ୍ତ ଅଛି? ସେ କହିଲା, ରାଜନ୍, ଆପଣ 6 ମାସ ପର୍ଯ୍ୟନ୍ତ ମୋତେ ହାତ ଲଗାଇବେ ନାହିଁ। ରାଜା ସର୍ତ୍ତ ମାନିଗଲା ଏବଂ ତାର ଦାସୀମାନଙ୍କ ପାଖରେ ଛାଡ଼ି ଚାଲିଗଲା। ସୋନକେଶୀକୁ ବିଶ୍ୱାସ ଥିଲା ଯେ ତାର ପତି ମୁଦି ସାହାଯ୍ୟରେ ତାକୁ ଖୋଜି ନେବ, ନିଜ ପାଖକୁ ପୁଣି ଫେରାଇ ନେବ। ଏଠାରେ ସାହୁକାରର ପୁଅ ଘରକୁ ଫେରିଲା ତ ମହଲରେ କେହି ନଥିଲେ। ସେ ଏହା ଭାବି ବସିଗଲା ଯେ ଏହି ଆଖପାଖକୁ ମାଉସୀ ସହିତ ଯାଇଥିବ, ଆସିଯିବ। କିନ୍ତୁ ଯେବେ ବହୁତ ସମୟ ପର୍ଯ୍ୟନ୍ତ କେହି ଫେରିଲେ ନାହିଁ ତ ତାର ଚିନ୍ତା ବଢ଼ିଗଲା। ସେ ମୁଦିକୁ ମନେ କଲା, କିନ୍ତୁ ଯେବେ ଦେଖିଲା ତ ସେଠାରେ ମୁଦି ନଥିଲା। ସେ ଏପଟେ ସେପଟେ ସବୁ ସ୍ଥାନରେ ସୋନକେଶୀ ଏବଂ ମୁଦିକୁ ଖୋଜିବାକୁ ଲାଗିଲା। ସେତିକିବେଳେ ତାର ମନରେ ବିଚାରକୁ ଆସିଲା ଯେ ପାତାଳ ଲୋକରୁ ତାର ମାଉସୀ ଆସିଥିଲା। ହୋଇଥିବ ସେ ମୁଦିକୁ ନେଇ ପାତାଳ ଲୋକ ହିଁ ଫେରି ଯାଇଥିବ ଏବଂ ଯଦି ଏମିତି ହୋଇଥିବ ସେ ଆଉ କେବେ ଫେରି ଆସିବ ନାହିଁ। ସେ ଏହି ବିପତ୍ତିରୁ ଦୂରେଇ ଯିବାକୁ ଚିନ୍ତା କଲା। ଠିକ୍ ସେତିକିବେଳେ ତାକୁ ମୂଷା, ବିଲେଇ ଏବଂ ଶୁଆର କଥା ମନେ ପଡ଼ିଗଲା। ସେ ନିଜ ମନରେ ତାଙ୍କୁ ସ୍ମରଣ କଲା। ସେ 3 ପଶୁପକ୍ଷୀ ସେହି କ୍ଷଣି ତାର ସାମ୍ନାରେ ଉପସ୍ଥିତ ହୋଇଗଲେ।
ସେମାନଙ୍କୁ ଦେଖି ସେହି ପିଲାଟି ତାର ସବୁ ବ୍ୟଥା ଶୁଣାଇଲା ଏବଂ କହିଲା, ମିତ୍ର, ମୋର ସୋନକେଶୀ ଏବଂ ମୁଦିକୁ ଫେରାଇ ଆଣ, ନହେଲେ ମୁଁ ମରିଯିବି। ଏତିକି କହି ପିଲାଟି ଅଚେତ ହୋଇ ତଳେ ପଡ଼ିଗଲା। ସେହି ତିନି ପଶୁପକ୍ଷୀ ପିଲାଟିର ଅବସ୍ଥା ଦେଖି ପରସ୍ପରକୁ କହିବାକୁ ଲାଗିଲେ, ଯଦି ସୋନକେଶୀ ଏବଂ ମୁଦି ନ ମିଳିବ ତ ଏହି ସତରେ ମରିଯିବ। ଏହା ଭାବି ସେମାନେ ପରସ୍ପର ଭିତରେ ବିଚାର ବିମର୍ଶ କଲେ ଏବଂ ଶେଷରେ ନିର୍ଣ୍ଣୟ କଲେ ଯେ ଶୁଆ ସବୁ ସ୍ଥାନକୁ ଉଡ଼ି ଉଡ଼ି ସୋନକେଶୀ ଏବଂ ମୁଦିର ଠିକଣା ଖୋଜିବ। ତାପରେ ସମସ୍ତେ ମିଶି ନିଷ୍ପତ୍ତି ନେବେ ଯେ କ'ଣ କରିବେ, କେମିତି କରିବାର ଅଛି। ଶୁଆ ଶୀଘ୍ର ଉଡ଼ିଗଲା। ସେ ଚାରି ଦିଗରେ ଉଡ଼ିଲା ଏବଂ ଶେଷରେ ଫେରି ଦୁହିଁଙ୍କୁ କହିଲା ଯେ ସୋନକେଶୀ ତ ରାଜାର ମହଲରେ ଅଛି, କିନ୍ତୁ ମୁଦି ତାର ହାତରେ ନାହିଁ। ମୁଦିକୁ ସେ ଗୋଟିଏ ବୁଢ଼ୀ ଦାସୀର ହାତରେ ଦେଖିଲା। ତାର କଥା ଶୁଣି ମୂଷା ଏବଂ ବିଲେଇ ଶୁଆ ଦ୍ୱାରା କହିଥିବା ଦାସୀର ଠିକଣା ଆଡ଼କୁ ଚାଲିଗଲେ। ଶୁଆ ମଧ୍ୟ ସାଥିରେ ଉଡ଼ିଗଲା। ଚାଲି ଚାଲି ସେ ଦାସୀର ଠିକଣାରେ ପହଞ୍ଚିଗଲେ ଏବଂ ଲୁଚିକରି ରାତି ହେବାର ଅପେକ୍ଷା କରିବାକୁ ଲାଗିଲେ। ଯେବେ ରାତି ହେଲା ତ ଶୋଇବା ସମୟରେ ଦାସୀ ମୁଦିକୁ ଖୋଲି ଶୋଇଗଲା। ଶୁଆ ଏବଂ ବିଲେଇ ଏହି ସବୁ କିଛି ଦେଖୁଥିଲେ ତ ସେମାନେ ଶୀଘ୍ର ଯୋଜନା ବନାଇଲେ। ମୂଷା ବିଲେଇର କାନରେ କହିଲା, ଯେମିତି ମୁଦି ବାହାରେ ପଡ଼ିଯିବ ତ ତୁମେ ଶୀଘ୍ର ଉଠାଇବ ଏବଂ ବାହାରକୁ ଭାଗିଯିବ। କଥାବାର୍ତ୍ତା କରି ସେ ଦୁହେଁ ବୁଢ଼ୀର ମୁଣ୍ଡ ପାଖକୁ ଯାଇ ପହଞ୍ଚିଲେ। ମୂଷା ତାର ନାକ ପାଖକୁ ଯାଇ ବସିଗଲା ଏବଂ ଧୀରେ ଧୀରେ ନିଜର ଲାଞ୍ଜ ବୁଢ଼ୀର ନାକରେ ପଶାଇଲା। ଲାଞ୍ଜ ନାକ ଭିତରେ ପଶିବା କ୍ଷଣି ବୁଢ଼ୀ ଜୋରରେ ଛିଙ୍କିଲା ଏବଂ ମୁଦି ମୁହଁରୁ ବାହାରି ତଳେ ପଡ଼ିଗଲା। ବିଲେଇ ତ ପ୍ରଥମରୁ ଜଗିକି ହିଁ ଥିଲା। ସେ ହଠାତ୍ ମୁଦିକୁ ଧରି ବାହାରକୁ ଚାଲି ଆସିଲା। ମୂଷା ମଧ୍ୟ ତାର ଅନୁସରଣ କଲା ଏବଂ ଶୀଘ୍ର ବାହାରକୁ ଭାଗି ଆସିଲା। ପଛରେ ବୁଢ଼ୀ ଛିଙ୍କି ଛିଙ୍କି କରି ରହିଗଲା। ବାହାରେ ତିନି ଜଣ ଏକାଠି ହେଲେ ତ ବିଲେଇ କହିଲା, ଶୁଆ ଭାଇ, ଆମେ ତ ଚାଲିକରି ଆରପାରିକୁ ପହଞ୍ଚିଯିବୁ, କିନ୍ତୁ ତୁମେ ଉଡ଼ିକରି ଶୀଘ୍ର ପହଞ୍ଚି ପାରିବ। ତୁମେ ମୁଦିକୁ ନିଜ ମୁହଁରେ ଧର ଏବଂ ପୁଅ ପାଖରେ ପହଞ୍ଚିଯାଅ। ଆମେ ମଧ୍ୟ ସେଠାକୁ ପହଞ୍ଚୁଛୁ। ଏବଂ ହଁ, ଗୋଟିଏ କଥା ଧ୍ୟାନ ରଖିବ, ଉଡ଼ି ଉଡ଼ି ମୁହଁ ଖୋଲିବ ନାହିଁ। ଶୁଆ ଶୀଘ୍ର ସେଠାରୁ ଉଡ଼ିଗଲା। ଯେବେ ନଦୀ ପାଖରେ ପହଞ୍ଚିଲା ତ ସେ ପର୍ଯ୍ୟନ୍ତ ସକାଳ ହୋଇଯାଇଥିଲା। ପକ୍ଷୀମାନେ ଉଡ଼ି ଉଡ଼ି ଚିଁ ଚିଁ କରି ବାହାରକୁ ବାହାରି ଯାଉଥିଲେ। ଯେତେବେଳେ ଶୁଆ ନଦୀ ଉପରେ ଉଡ଼ୁଥିଲା ତ ଅନ୍ୟ ଦିଗରୁ ଶୁଆମାନଙ୍କର ଗୋଟେ ବଡ଼ ଦଳ ଟିଁ ଟିଁ କରି କରି ତା ପାଖରୁ ଅତିକ୍ରମ କଲା। ଶୁଆ ଉପରେ ମଧ୍ୟ ସଂଗତିର ପ୍ରଭାବ ପଡ଼ିଲା ଏବଂ ତାର ମୁହଁ ଖୋଲିଗଲା। ମୁଦି ମୁହଁରୁ ଖସିଗଲା ଏବଂ ପାଣିରେ ପଡ଼ିଗଲା। ଶୁଆଟି ଦୁଃଖୀ ମନରେ ଫେରିଲା ଏବଂ ଦୁଃଖରେ ବସି ମୂଷା ଏବଂ ବିଲେଇର ଅପେକ୍ଷା କରିବାକୁ ଲାଗିଲା। ଯେତେବେଳେ ଦୁହେଁ ସେଠାରୁ ଫେରିଲେ ତ ଶୁଆ ବଡ଼ ଦୁଃଖୀ ମନରେ ସବୁ ବୃତ୍ତାନ୍ତ କହି ଶୁଣାଇଲା। ସବୁ କଥା ଶୁଣି ସେମାନେ ବଡ଼ ଦୁଃଖୀ ହେଲେ ଏବଂ ଅସହାୟ ହୋଇ ବସିଗଲେ। ସେତିକିବେଳେ ମୂଷା କହିଲା, ଯଦି ଭଗବାନ ଶ୍ରୀରାମଙ୍କର ସେନା ସମୁଦ୍ରରେ ବନ୍ଧ ବନାଇ ପାରିଲେ ତ ଆମେ ମଧ୍ୟ ପାଣିର ଗତିକୁ ବଦଳାଇ ପାରିବା। ଏତିକି କହି ସେ ହଜାର ଲକ୍ଷ ମୂଷାମାନଙ୍କୁ ସେଠାକୁ ଡାକିଲା ଏବଂ ସବୁ ମୂଷା ପାଣି ତଳେ ପହଞ୍ଚି ଧରାକୁ କୋରିବାକୁ ଲାଗିଲେ। ମୂଷାମାନଙ୍କର ସାମୂହିକ ପ୍ରୟାସ ରଙ୍ଗ ଆଣିଲା ଏବଂ ନଦୀର ଗତି ମୂଷାମାନଙ୍କ ଦ୍ୱାରା ବନାଯାଇଥିବା ସୁଡ଼ଙ୍ଗ ଆଡ଼କୁ ମୋଡ଼ିଗଲା। ଅନ୍ୟପଟେ ନଦୀ ଶୁଖିଗଲା। ଶୁଖା ନଦୀ ଦେଖିକରି ବିଲେଇ ଶୀଘ୍ର ନଦୀରେ ପଶିଗଲା ଏବଂ ମାଛମାନଙ୍କୁ ମାରି ମାରି ତାର ପେଟ ଫାଡ଼ି ମୁଦିକୁ ଖୋଜିବାକୁ ଲାଗିଲା। ସେ ଏମିତି କରୁଥିବାର ଦେଖି ମାଛମାନଙ୍କର ରାଣୀ ବଡ଼ ଚିନ୍ତାଗ୍ରସ୍ତ ହେଲା ଏବଂ ବିଲେଇ ପାଖକୁ ଯାଇ ଏହାର କାରଣ ପଚାରିଲା। ବିଲେଇ ମୁଦିର ସବୁ କଥା କହିଲା। ସବୁ କଥା ଶୁଣି ମାଛମାନଙ୍କର ରାଣୀ ନିଜେ ସେହି ମାଛକୁ ବିଲେଇକୁ ଦେଇଦେଲା, ଯିଏ ସେହି ମୁଦି ଗିଳିଥିଲା। ବିଲେଇ ମାଛକୁ ମାରି ତାର ପେଟ ଫାଡ଼ିଦେଲା ଏବଂ ମୁଦିକୁ ବାହାର କଲା। ମୁଦିରୁ ଦୁର୍ଗନ୍ଧ ଆସୁଥିଲା ତ ସେ ମୁଦିକୁ ଭଲ ଭାବରେ ଧୋଇ ଗୋଟିଏ ପଥର ଉପରେ ରଖିଦେଲା ଏବଂ ପୁଣି ବିଚାର ବିମର୍ଶ କରିବାକୁ ଲାଗିଲେ। ଠିକ୍ ସେତିକିବେଳେ ଉପର ଆଡ଼କୁ ଗୋଟିଏ ଚିଲ ଉଡ଼ି ଉଡ଼ି ଆସୁଥିଲା ଏବଂ ମୁଦିକୁ ଗିଳିଦେଲା। ତିନି ଜଣ ପୁଣି ଖାଲି ହାତରେ ଅନେଇ ଆକାଶକୁ ଦେଖିବାକୁ ଲାଗିଲେ।
ଏପଟେ ଚିଲର ପେଟ ଭରି ନଥିଲା, ସେଥିପାଇଁ ସେ ସେଠାରେ ହିଁ ଉଡ଼ି ବୁଲୁଥିଲା। ସେତିକିବେଳେ ମୂଷା ବିଲେଇକୁ କହିଲା, ମୁଁ ନିଜକୁ ଚାରା ବନାଇ ଚିଲ ଆଗରେ ପ୍ରସ୍ତୁତ କରିବି। ସେ ମୋତେ ଖାଇବାକୁ ତଳକୁ ଆସିବ। ସେତିକିବେଳେ ସବୁ କିଛି ତୁମ ଉପରେ ନିର୍ଭର କରିବ। ଯଦି ତୁମେ ଚିଲକୁ ଧରିଦେବ ତ ଠିକ୍ କଥା, ନହେଲେ ମୁଁ ମଧ୍ୟ ମରିଯିବି। ସବୁ କଥା ବୁଝାଇ ଗୋଟିଏ ପଥରକୁ ଯାଇ ଶୋଇପଡ଼ିଲା ମୂଷା ଏବଂ ବିଲେଇ ପଥର ପାଖରେ ଲୁଚି ରହିଲା। ଚିଲ ଯେମିତି ହିଁ ମୂଷାକୁ ଦେଖିଲା ତ ସେ ତାକୁ ଖାଇବାକୁ ଓହ୍ଲାଇଲା। ସେ ତାକୁ ଝପଟା ମାରି ଉଠାଇବାକୁ ଯାଉଥିଲା ତ ମୂଷା ହଠାତ୍ ସେଠାରୁ ତଳ ଆଡ଼କୁ ଚାଲିଗଲା। ଚିଲଟି ପଛକୁ ମୋଡ଼ିବା କ୍ଷଣି ହଠାତ୍ ବିଲେଇଟି ଡିଆଁ ମାରି ଚିଲକୁ ଦବାଇ ଦେଲା ଏବଂ ତାକୁ ଚିରିଫାଡ଼ି ମୁଦି ବାହାର କଲା। ତାପରେ 3 ଜଣ ସାଥିରେ ସାହୁକାରର ପିଲା ପାଖରେ ପହଞ୍ଚିଗଲେ ଏବଂ ତାକୁ ହୋସରେ ଆଣି ମୁଦିକୁ ତାକୁ ଦେଇଦେଲେ। ପିଲାଟି ମୁଦିକୁ ଧୋଇଲା ଏବଂ ପୂଜା କରି ଚନ୍ଦନ ଲଗାଇ ରଖିଲା ଏବଂ କାମନା କରିବାକୁ ଲାଗିଲା, ହେ ମୁନ୍ଦରିଏ ପରମେଶ୍ୱରୀ, ମୋର ସୋନକେଶକୁ ଏବେ ସକୁଶଳ ମୋ ପାଖକୁ ପହଞ୍ଚାଇ ଦିଅ। ତାର କହିବା କ୍ଷଣି ସୋନକେଶୀ ଉପସ୍ଥିତ ହୋଇଗଲା। ଦୁହେଁ ମିଶି ବହୁତ କାନ୍ଦିଲେ, ହସିଲେ ଏବଂ ତାପରେ ଶୁଆ, ବିଲେଇ ଏବଂ ମୂଷାଠାରୁ ସବୁ ବୃତ୍ତାନ୍ତ ଶୁଣିଲେ। ସବୁ କଥା ଶୁଣି ଦୁହେଁ ବଡ଼ ହଇରାଣ ହେଲେ ଯେ ଏହି 3 ଜଣଙ୍କୁ ତାଙ୍କ ପାଇଁ କ'ଣ କିଛି କରିବାକୁ ନ ପଡ଼ିଛି। ଦୁହେଁ ପତି ପତ୍ନୀ ମିଶି ସେହି 3 ଜଣଙ୍କର ବହୁତ ଆଦର ସତ୍କାର କରି ବିଦା କଲେ। ପୁଣି ଦୁହେଁ ନିଜ ମହଲକୁ ଅନ୍ୟ କୌଣସି ସ୍ଥାନକୁ ଉଠାଇ ନେଲେ, ଯେମିତି ରାଜା ତାକୁ ପୁଣି ଖୋଜି ନ ପାରିବ। ତାପରେ ଦୁହେଁ ଖୁସି ଖୁସି ରହିବାକୁ ଲାଗିଲେ। ଏହି କାହାଣୀ ଆମକୁ ଏହା ଶିଖାଇଥାଏ ଯେ ସତ୍ୟ, ଧୈର୍ଯ୍ୟ ଏବଂ ସାଧୁତା ସବୁବେଳେ ଜିତିଥାଏ। ପୁଣି ରାସ୍ତା କେତେ ମଧ୍ୟ କଠିନ କାହିଁକି ନ ହେଉ, ମନେ ରଖ, ସାଧୁତା ଏବଂ ମିତ୍ରତାର ଶକ୍ତି କୌଣସି ମଧ୍ୟ ସଙ୍କଟର ସମାଧାନ ହୋଇପାରିବ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ନିଶ୍ଚୟ ଭାବରେ ଲାଇକ୍ କରନ୍ତୁ, ସେୟାର ମଧ୍ୟ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।